इधर ये किसान खाद डिलीवरी कर रहे थे किसानों को। हमारे साथ जयवीर तनवर है, वो देता है हमको। कौन? जयवीर तनवर, आगे। हरियाणा से। वो तो सीनियर जानेंगे, मेरे को तो नहीं पता। तुम्हारा क्या काम? बस हम तो किसान के पास जाते हैं, ये सूचना लेते हैं, जिसको चाहिए उनको देते हैं। तो सीनियर रहते कहाँ है? नवापाड़ा। ये 1400 रुपये का बैग। एक बैग का 1400 रुपये। कितने दिन से ये कर रहे हैं? ये 15 नवंबर को आए थे हम 3 लोग हैं। क्या क्या कौन कौन है, क्या क्या करते हैं? जयवीर तनवर, बॉबी कटारिया और संजय मरोड़िया। कब से? पिछले साल भी किए थे? पिछले साल नहीं, वर्ष वो रबी में आए थे, 2 रवि साल में पहले। कितना बेचे थे? ये तो दूसरा था ग्रुप लीडर, उनको पता है, मेरे को नहीं पता। तुम्हारा एक्चुअल मैं एड्रेस फर्स्ट क्या में है? हूँ। मेरा मेरा गांव रुब्बास, तहसील तिजारा, जिला अलवर। कौन सा कंपनी का खातू बेचते हो? ये पुलकित बायो फर्टिलाइजर। ଆମର ଏଇଟା ହଉଛି ଗୋଡଫୁଲା ଜାଗାରେ, ଏଠି ଯୋଉଟା ଆପଣ ଦେଖୁଛନ୍ତି, ଆର ଘଣ୍ଟେ ଦେଢ଼ ଘଣ୍ଟା ପୂର୍ବରୁ ଆମର ଜଣେ ଷ୍ଟାଫ୍, ସେ ରୁକ୍ମିଣୀ ଆରୁ, ଏଠି ସେ ଏଗ୍ରିକଲଚର ଓଭରସିଅର ଅଛନ୍ତି, ସେ ଗଲାବେଳକୁ ଏଠି ଲୋଡିଂ ହଉଥିଲା ଗୋଟେ ଗାଡ଼ିରେ। ତେଣୁ ସେ ଆସିକି ଏଠି ଦେଖିଲା ବେଳକୁ ଏଇ ଯୋଉ ବସ୍ତା ଗୁଡ଼ା ଦେଖିଲେ, ଆପଣ ଦେଖୁଛନ୍ତି, ସେ ବସ୍ତା ଗୁଡ଼ାକ ସବୁ ପୁରା ଡିଏପି ଭଳିଆ ଦେଖାହଉଛି, କିନ୍ତୁ ଦେଖିଲା ବେଳକୁ ତା ଦେହରେ ଲେଖା ହେଇଛି ହରିୟାଣା, ଏବଂ ତା ଦେହରେ ଅଛି କିଷାନ, ଗୋଟେ ଅଛି ପଟାସ ନାଁରେ ଗୋଟେ ଜିନିଷ ଅଛି, ଗୋଟେ ଲିକ୍ୱିଡ ଅଛି ମାଇକ୍ରୋରାଇଜା, ଆଉ ଗୋଟେ ସଏଲ କଣ୍ଡିସନର, ଆଉ ଗୋଟେ ଅଛି କିଷାନ ଖତ। ତେଣୁ ତାଙ୍କର ସନ୍ଦେହ ହେଲା, ତେଣୁ ସେ ଗାଡ଼ିକୁ ଅଟକେଇକିରି ଆମକୁ ଫୋନ କଲେ। ଆମେ ଆସିକିରି ଏଠି ଦେଖିଲୁ ଯେ ସତ କଥା ଏଗୁଡ଼ାକର କିଛି ମାନେ ବ୍ରାଣ୍ଡେଡ ଜିନିଷ କିଛି ନୁହଁ, ଏବଂ ସେ ଯୋଉ ଗାଡ଼ି ମାଲିକ ଏବଂ ତା ସହିତ ଯିଏ ଏଇଟାକୁ ନେଇକିରି ବେପାର କରିବାକୁ ଯାଉଥିଲା, ତାଙ୍କୁ ଏଠି ଆମେ ଅଟକେଇଥିଲୁ ଏବଂ ତା ସହିତ ପଚରା ଉଚରା କରିବା ଭିତରେ ଏଇଟା କାହାର ପ୍ରରୋଚନାରେ ଏବଂ କାହା ସହିତ ଆଙ୍କର ସବୁ ଲିଙ୍କ ଅଛି, ସେ ବିଷୟରେ ଆମେ ଜାଣିବାକୁ ଚାହିଁଥିଲୁ। ଏପର୍ଯ୍ୟନ୍ତ ସେଗୁଡ଼ିକ ପାଇନୁ, କିନ୍ତୁ ଇତିମଧ୍ୟରେ ଆମେ ଯେଉଁ ତହସିଲଦାରଙ୍କୁ ଖବର ଦେଇଥିଲୁ, ସେ ମଧ୍ୟ ଆସିଛନ୍ତି ଏବଂ ଏଗୁଡ଼ାକ ବର୍ତ୍ତମାନ ସିଜ୍ କରାଯିବ। ଏବଂ ଏଠି ଯାହା ସନ୍ଦେହ କରାହେଉଛି, ଆମର ବିଭିନ୍ନ ଅଞ୍ଚଳରେ ଚାଷୀ କିଛି ଲୋକ ମଧ୍ୟ ଆଙ୍କ ସହିତ ସମ୍ପୃକ୍ତି ଅଛି ତାଙ୍କର, ଯେଉଁଥିପାଇଁ ଏଇଭଳିଆ ମାନେ ଯେଉଁଗୁଡ଼ା ସବୁ ଠିକ୍ ଜିନିଷ ନୁହଁ ସାର, ସେଗୁଡ଼ାକ ଗାଁ ଗହଳିରେ ଯାଉଛି। 138 ପ୍ୟାକେଟ୍ସ, ଆଉ ଲିଟର୍ସ ହେଉଛି କେତେ, ସେ ଯେଉଁଟା ଅଛି ମାଇକ୍ରୋରାଇଜା 69 ଲିଟର୍ସ ସେଗୁଡ଼ା ଅଛି। ନିଶ୍ଚିତ ଭାବରେ ଏଥିରେ ଲାକୁନା ରହିବା ଭିତରେ ଆମରି ଚାଷୀ ଭାଇମାନଙ୍କ ଭିତରୁ କିଛି ଜଣ ତାଙ୍କ ସହିତ ସମ୍ପୃକ୍ତି ଅଛନ୍ତି, କିଛି ସାର ଦୋକାନୀ ମଧ୍ୟ ସମ୍ପୃକ୍ତି ଥିବେ, ଏବଂ ଆମେ ଯାହା ଦେଖୁଛୁ ସେମାନେ ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ଦୋକାନ ଖୋଲିକିରି ବେପାର ଚାଲିନି। ସେମାନେ ଆପଣ ଯେମିତି ଦେଖୁଛନ୍ତି ଏଇଠି ସେ ଷ୍ଟୋର କରିକି ରଖିଲେ, ଗାଡ଼ିରେ ନେଇକିରି ବିଭିନ୍ନ ସମୟରେ ଗାଁକୁ ଯାଇକି ଚାଷୀମାନଙ୍କୁ ଏମିତି ଇଆଡ଼ୁ ସିଆଡ଼ୁ କଥା କହିକିରି ତାଙ୍କୁ ଦେଇ ଦେଉଛନ୍ତି। ହଁ, ଏଇଟା ସତ କଥା, କାହିଁକି ଆମର ଡିଏପି ବର୍ତ୍ତମାନ ଧରନ୍ତୁ 1350 ଅଛି, ତେଣୁ ଏଇଟା ଡିଏପି ଭଳିଆ ଦେଖାହେଉଛି, ତେଣୁ ସେମାନେ ସେଇ ରେଟ୍ରେ ବିକ୍ରି କରୁଛନ୍ତି, କିନ୍ତୁ ଏଠି ଡିଏପିର କିଛି ଡିଏପି ଜିନିଷ ଏଟା ନୁହଁ। ସେଟା ଲେଖା ହେଇଛି କିଷାନ ଖତ ଗୋଟେ ଲେଖା ହେଇଛି, ତାପରେ ଗୋଟେ ପଟାସ ବୋଲି ଗୋଟେ ଜିନିଷ ଲେଖା ହେଇଛି, ଗୋଟେ ସଏଲ କଣ୍ଡିସନର ଲେଖା ହେଇଛି। ତେଣୁ ଏଟା ସ୍ପଷ୍ଟ ହଉଛି ଯେ ଏଗୁଡ଼ିକ କୌଣସି ରାସାୟନିକ ସାର ଯୋଉଟାକି ଆମର ଏନପିକେଏସ୍ ହଉ କି ଡିଏପି ହଉ, ସେଟା ନୁହଁ। ଏବଂ ତା ଦେହରେ କେତେ କ'ଣ ରହିଛି ଖାଦ୍ୟ ଜିନିଷ ସତରେ ଅଛି କି ନାହିଁ, ସେଇଟା ତ ଆମେ ଆନାଲିସିସ୍ କଲା ପରେ ଜଣାପଡ଼ିବ। କିନ୍ତୁ ଏଗୁଡ଼ିକ ନିଶ୍ଚିତ ଭାବରେ ଏମାନେ ଗୋଟେ ରାକେଟ କରିକିରି ଏମାନେ ଚାଷୀମାନଙ୍କୁ ଦେଇକିରି ସେମାନଙ୍କୁ ଶୋଷଣ କରୁଛନ୍ତି, ଏଥିରୁ ଯାହା ପ୍ରତୀୟମାନ ହେଉଛି। ନାଇଁ ନାଇଁ, କାରଣ ଏଗୁଡ଼ିକ ଆମର ଲୋକମାନେ ଯୋଉଟା ପରିଚିତ ସରକାର ଦଉଛନ୍ତି, ଯାହା ଉପରେ କୋଟି କୋଟି ଟଙ୍କା ସବସିଡି ଦିଆହେଉଛି, ଯଥା ଆପଣମାନେ ଜାଣିଛନ୍ତି ୟୁରିଆ କି ଡିଏପି କି ଏନପିକେଏସ୍ ଭିତରେ 20-20-13-18-13-10-26-26। ତେଣୁ ଏଗୁଡ଼ିକ ସବୁ ହେଉଛି ବ୍ରାଣ୍ଡେଡ୍ ଫର୍ଟିଲାଇଜର, ଯୋଉଟାକି ସଫିସିଏଣ୍ଟ ଆମର, ଏମିତିକି ଆପଣମାନେ ଜାଣିଛନ୍ତି ସୋସାଇଟି ମାନଙ୍କରେ ମଧ୍ୟ ରଖାହେଇଛି, ମାନେ ଯେତିକି ଆବଶ୍ୟକ ତାଠାରୁ ମଧ୍ୟ ଅଧିକ। ଏମିତିକି ଖରିଫରେ ମଧ୍ୟ ଆମର ନିହାତି 600-700 ଟନ୍ ଅଧିକ ସାର ମଧ୍ୟ ଆସିଥିଲା ଆମ ଜିଲ୍ଲାକୁ, ଏପର୍ଯ୍ୟନ୍ତ ମଧ୍ୟ ଅଛି। ତେଣୁ ସାର ଅଭାବ ପାଇଁ ନୁହଁ, ଏମାନେ ଏମିତି ଗୋଟେ ମୋବାଇଲ ନେଟୱାର୍କ କରିକିରି ଲୋକଙ୍କୁ ଇଆଡୁ ସିଆଡୁ କହିକିରି ସେମାନେ ତାକୁ ଦଉଛନ୍ତି, କିନ୍ତୁ ଆର କାରଣ ନୁହଁ ଯେ ସାର ଅଭାବ। ଆମେ କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ହେଉଛି ଏଟାକୁ ଆମେ ଯାହା ସିଜ୍ କରିବୁ, କିନ୍ତୁ ଆର ମୂଳଟା କୋଉଠି ରହିଛି ସେଟା ଆମେ ଚେଷ୍ଟା କରିବୁ, ସେଟା ଯାହା ତଦନ୍ତ କରାଯିବ।